ଢେଙ୍କାନାଳ ବନଖଣ୍ଡ କାମାକ୍ଷା ନଗର ପଶ୍ଚିମାଞ୍ଚଳ ରେଞ୍ଜ ସାହାଲା ଫରେଷ୍ଟ ବିଟ୍ ଅନ୍ତର୍ଗତ ଶକ୍ତିନଗର ସାହିରେ ବିଳମ୍ବିତ ରାତିରେ ଧାନ ଚାଉଳ ଖାଇବା ସହ ଘର ଭାଙ୍ଗିଛନ୍ତି 11 ଟିକିଆ ହାତୀପଲ। ଗାଁର ରାମ ହାଂସଦା ଏବଂ ସୁନ୍ଦର ହେମ୍ବ୍ରମଙ୍କ 5 ବଖରା ଘର ଭାଙ୍ଗିବା ସହ ଘରେ ଥିବା ଚାଉଳ ଧାନକୁ ଖାଇଥିଲେ। ତେବେ ସୂଚନା ଅନୁଯାୟୀ ରାତି ପ୍ରାୟ 11ଟା ସମୟରେ ଉଭୟଙ୍କ ପରିବାର ଲୋକେ ଖାଇ ପିଇ ଶୋଇବା ପରେ ଏକ 11 ଟିକିଆ ହାତୀପଲ ଗାଁ ଭିତରେ ପଶି ଉତ୍ପାତ କରିଥିଲେ। ପ୍ରଥମେ ସୁନ୍ଦର ହେମ୍ବ୍ରମଙ୍କ ଘର ଭାଙ୍ଗିବା ସହ ଘରେ ଥିବା ଆସବାବପତ୍ର ଗୁଡ଼ିକ ନଷ୍ଟ କରିଥିଲେ ଏବଂ ଘରେ ଥିବା 8 ବସ୍ତା ଧାନ 3 ବସ୍ତା ଚାଉଳ ଖାଇ ଦେଇଥିଲେ। ତେବେ ହାତୀଙ୍କ ରଡ଼ି ଶୁଣି ପରିବାର ଲୋକେ ଜୀବନ ବିକଳରେ ଗାଁ ଭିତରକୁ ଚାଲି ଯାଇଥିଲେ। ହାତୀ ଆତଙ୍କକୁ ନେଇ ଗ୍ରାମବାସୀମାନେ ନିଜ ଘରେ ତାଟି କବାଟ ପକାଇଥିଲେ। ହାତୀପଲ ବର୍ତ୍ତମାନ ଗ୍ରାମ ନିକଟ ଜଙ୍ଗଲରେ ଥିବାରୁ ଭୟଭୀତ ଅବସ୍ଥାରେ ଗ୍ରାମବାସୀ ଅଛନ୍ତି। ତେବେ ତୁରନ୍ତ ବନ ବିଭାଗ ପକ୍ଷରୁ ହାତୀ ଉପଦ୍ରବର କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ ଅଞ୍ଚଳରୁ ହାତୀ ଘଉଡ଼ାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। କାମାକ୍ଷା ନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।